ସେତେବେଳର ମୁନିସି ଏବେର ପୋଲିସ ସେତେବେଳେ ପୋଲିସର ନାଁ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହେଉଥିଲା। ଏବେ କିନ୍ତୁ ପୋଲିସ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ। ନହେଲେ ଥାନା ପରିସରରେ ପୋଲିସ ବାବୁଙ୍କୁ ଭଳିକି ଭଳି ଅଭିର ଲଗାଇବା ସହ ନାଚ ଗୀତର ଆସର ଚମନୁଥାନ୍ତା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ଅଞ୍ଚଳରେ ଏହି ମିଳନ ଏବେ ଗଣପର୍ବଠୁ କମ୍ ନୁହେଁ। 82 ବର୍ଷରେ ପଦାର୍ପଣ କରିଛି ଏହି ଐତିହାସିକ ମୁନିସି ମେଳନ। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ 30ରୁ ଅଧିକ ମେଢ଼ ଶୋଭାଯାତ୍ରାରେ ଆସିଥାନ୍ତି। ନାଚ ଗୀତ ସହ ଆସର ଜମିଥାଏ। ଥାନା ନିକଟରେ ମେଢ଼ ପହଞ୍ଚିବା ପରେ ଆରମ୍ଭ ହୁଏ ରଙ୍ଗର ଖେଳ। ସାଧାରଣ ଲୋକେ ପୋଲିସ ବାବୁଙ୍କ ସହ ମିଶି ରଙ୍ଗ ଖେଳନ୍ତି। ଥାନା ପରିସରରେ 2 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବହୁତ ସାରା ମେଳା ବଜାର ଖାଇବା ଜିନିଷ ସବୁ କିଛି ପଡିଛି। ଆମର ଭଣ୍ଡାରୀପୋଖରୀରେ ତ ସବୁ ଫେଷ୍ଟିଭାଲ ଏମିତି ହୁଏ, କିନ୍ତୁ ସବୁଠାରୁ ଆମର ଟିକେ ମେଲଣ ହିଁ ହଉଛି ମୁନିସି ମେଲଣ ହିଁ ଭଲ ହୁଏ। ଆଉ ରାତିରେ ମେଲୋଡି ହୁଏ, ଆଉ ଦିନରେ ସବୁ ଏମିତି ଦୋକାନ ବଜାର ପଡେ। ନିଆରା ପରମ୍ପରା କହିବାକୁ ଗଲେ ପୋଲିସ ମାନେ ଜନସାଧାରଣଙ୍କ ମଧ୍ୟ ଦୂରତାକୁ କମ୍ କରିବା ଲାଗି ଏଇଟା ଗୋଟେ ନିଆରା ପରମ୍ପରା କରାହେଲା। ଲୋକମାନଙ୍କ ଭିତରେ ଯୋଉ ଡର ଭାବତା ଥିଲା, ଯୋଉଟା ରାଗରୁଷା ଥିଲା, ସେଗୁଡ଼ା ମଧ୍ୟ ଏହି ମୁନିସି ମେଳନରେ କମି ଯାଉଛି। ଯାହାଦ୍ୱାରା ଆମ ଲୋକର ପରମ୍ପରା ମଧ୍ୟ ଲୋକଙ୍କ ମଧ୍ୟରେ ଆମର ସୁସମ୍ପର୍କ ସ୍ଥାପନ ହୋଇପାରୁଛି। ଇଂରେଜ ଶାସନ ସମୟରେ ମୁନିସିଙ୍କ ଅତ୍ୟାଚାରରେ ଅତିଷ୍ଠ ହେଉଥିଲେ ଲୋକେ। ଲୋକଙ୍କ ଆକ୍ରୋଶ ପାଇଁ 17 ଅଗଷ୍ଟ 1942 ମସିହାରେ ଭଣ୍ଡାରୀପୋଖରୀ ଥାନା ପୋଡ଼ି ହୋଇଥିଲା। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ପରେ ଭଣ୍ଡାରୀପୋଖରୀ ଥାନାକୁ ଥାନାବାବୁ ହୋଇ ଆସିଥିଲେ ବାବୁଲାଲ ମୁନିସି। ସେବେଠୁ ଲୋକଙ୍କ ସହ ସୁସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ମୁନିସି ମେଳନ। ବାବୁଲାଲ ମୁନିସି ଯିଏ ଥିଲେ ତାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା। ତ ବର୍ତ୍ତମାନ ପର୍ଯ୍ୟନ୍ତ ସେଇଟା ଚାଲି ରହିଛି। ପୋଲିସ ଅଧିକାରୀ ଆଉ ଜନସାଧାରଣଙ୍କ ଭିତରେ ଥିବା ଭାଇଚାରା ଏକତାର ଏଇଟା ଗୋଟେ ଦିଗ୍ଦର୍ଶନ। ଆଗକୁ ଏହା ମଧ୍ୟ ରହିବ। 1942 ମସିହାରେ ତତ୍କାଳୀନ ବ୍ରିଟିଶ ଶାସନ ଅମଳରେ ଯେଉଁ ସଂଗ୍ରାମୀ ମାନେ ଉତ୍କ୍ଷିପ୍ତ ହୋଇ ଜନସାଧାରଣ ମାନେ ଉତ୍କ୍ଷିପ୍ତ ହୋଇ ଭଣ୍ଡାରୀପୋଖରୀ ଥାନାକୁ ପୋଡ଼ି ଦେଇଥିଲେ, ତ ପରବର୍ତ୍ତୀ ସମୟରେ ଶାନ୍ତି ବଜାୟ ରଖିବା ପାଇଁ ସେତେବେଳର ଥାନା ଅଧିକାରୀ ଏବଂ ଜନସାଧାରଣ ମଧ୍ୟରେ ଗୋଟେ ପର୍ବ ସୃଷ୍ଟି କରାଯାଇଥିଲା ମୁନିସି ମେଳନ, ଯାହା ଆଜି ଗଣପର୍ବରେ ପରିଣତ ହୋଇଛି ଭଦ୍ରକ ଜିଲ୍ଲାରେ। ଫଗୁ ପୋଲିସ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଡୋରି ବାନ୍ଧିଛି ଏହି ମୁନିସି ମେଳନ। ପ୍ରତିବର୍ଷ ଏହି ମୁନିସି ମେଳନ ଆଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଉ ସୁଦୃଢ଼ ହୋଇଥାଏ। ଆଗାମୀ ଦିନରେ କିପରି ଏ ସମ୍ପର୍କକୁ ଆହୁରି ମଜବୁତ କରିବେ, ଏ ନେଇ ଭଣ୍ଡାରୀପୋଖରୀ ପୋଲିସ କରିଛି ବ୍ୟାପକ ପ୍ରଚେଷ୍ଟା। ଭଣ୍ଡାରୀପୋଖରୀରୁ ପାର୍ଥ ସାତନାୟକ, OTV।